ମୋ ନାଁ ଗୀତାଞ୍ଜଳି ଦାସ। ଗତକାଲି ଆମେ ତ ପହରଦିନ ଶନିବାର ଦିନ ଆମେ ଘରେ କେହି ନଥିଲୁ, ଆସିକି ଦେଖୁଛୁ ପାଚେରୀରେ କିଛି ଅଂଶ ଭାଙ୍ଗି ଯାଇଥିଲା ସନ୍ଧ୍ୟାବେଳେ। କାଟପୁର୍ତି ନଗର ମଲ୍ହାର ସାହି, ଯୋଉଟାକୁ ମାଙ୍କିରିଆ ହଟିଂ ବୋଲି କହୁଛନ୍ତି, ସେଇଠି ଆମେ ରହୁଛୁ। ତ କାଲି ବି ସେଇ ପରିସ୍ଥିତି ହେଇଥିଲା। ଦୁଇଟା ଗାଡି ଯାଇଥିଲା, ଆମେ ଅଟକେଇବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ସେମାନେ କାଲି ସକାଳୁ ଗୋଟେ ଗାଡି ଯାଇଥିଲା, ପୂର୍ବତନ ସରପଞ୍ଚ ରାଣସୁରରେ ଯେ ଅଛନ୍ତି, କଣ ତାଙ୍କ ନାଁ, ବାପୁନି ମହାନ୍ତ, ତାଙ୍କ ଗାଡି ଫାଷ୍ଟ ଯାଇଥିଲା। ଗଲା ପରେ ସେ ଅଟକେଇଥିଲେ, କିନ୍ତୁ ସେ ଅଟକିକି ପଳେଇଥିଲେ। ତାପରେ ପୁଣି ଗାଡି ଦୁଇଟା ଯାଇଥିଲା 9:30 ପାଖାପାଖିରେ ଗତକାଲି। ଆମେ ବି ଅଟକେଇବା ପାଇଁ ଚେଷ୍ଟା କରିଥିଲୁ, ସେମାନେ ନ ଅଟକିକି ପଳେଇଥିଲେ। ରାତିରେ ପୁଣି କୋଉ ଗାଡି ଯାଇଛି ଆଜ୍ଞା ଆମେ ଜାଣିନୁ। ପୁରା ଅଟକଉଛନ୍ତି ଏଇଥିପାଇଁ ଅଟକଉଛନ୍ତି ଆଜ୍ଞା। ପ୍ରଥମ କଥା ହଉଛି ଏଟା ଆମ ଗାଁ ରାସ୍ତା। ଏଇ ଗାଁ ରାସ୍ତାରେ ଆଜ୍ଞା ପରମିଶନ ଅଛି ଆଜ୍ଞା, ଗାଡି ନେଇକି ଯିବା ପାଇଁ 100 ଚକିଆ ଯିବାର ପରମିଶନ ଅଛି କି? ସେକେଣ୍ଡ କଥା, ଏଇଟା ସର୍ବସାଧାରଣ ପଡିଆ, ଏଠି ଯଦି ପରମିଶନ ଅଛି ତାହେଲେ ଆପଣ ସେଟା କୁହନ୍ତୁ। ସେକେଣ୍ଡ କଥା, ଆଜି ବଡି ଭୋରୁ ସକାଳୁ ଯେତେବେଳେ ମାନେ ଆମ ପାଚେରୀରେ ଗାଡିଟା ଲାଗିକି ଯାଉଛି ଭାଙ୍ଗିବା ପରିସ୍ଥିତିରେ, ମୁଁ ସେପଟୁ ଘରୁ ଚିଲେଇକି ଯେତେବେଳେ ବାହାରି ଆସୁଛି, ସେ ଡ୍ରାଇଭର କଣ କରୁଛି ନା, ପାଚେରୀ ତ ଭାଙ୍ଗିଲା, ମୁଁ ସେ କଡରେ ଠିଆ ଅଛି, ମତେ ମାନେ ଚଢେଇ ଦେଇକି ସେ କହିଥାନ୍ତା। ମୁଁ ଯଦି ପଛକୁ ହେଇକି ମୋ ପାଚେରୀ ଭଙ୍ଗା ପାଚେରୀରେ ପଡିକି ମୁଁ ଆଜ୍ଞା ତଳକୁ ପଡିଛି, ଡ୍ରାଇଭର ଗାଡି ନେଇକି ସ୍ପିଡରେ ପଳେଇ ଆସିଛି। ସେ ଡ୍ରାଇଭର ବୁଲୁଭାଇଙ୍କ ଘର ଦେଇକି ଆସିଲା। ସେକେଣ୍ଡ ଟାଇମରେ କଣ ହେଇଛି, ଆଉ ଗୋଟେ ଗାଡି ଏପଟୁ ପୁଣି ଯାଇଛି। ତାପରେ ଆମେ ସମସ୍ତେ ଏକାଠି ହେଲୁ ଯେ ଆମେ ସର୍ବସାଧାରଣ ଜାଗାରେ, ସର୍ବସାଧାରଣ ଖେଳ ପଡିଆରେ ଆମେ ଗାଡି ରଖିବା ପାଇଁ ଦବୁନୁ। ଆମର ଆଜ୍ଞା ଏଇଟା ଦାବି। ଏଇଟା ଆମର ଦୁର୍ଗା ପଡିଆ, ଆମର ଖେଳ ପଡିଆ, ଏଠି ପରମିଶନ ଅଛି କି ଗାଡି ରଖିବା ପାଇଁ? ଏଠି ପ୍ରଶାସନ ଚୁପ୍, ପୋଲିସ ଚୁପ୍, ରାଜନେତା ସମସ୍ତେ ଚୁପ୍। ସାଧାରଣ ଲୋକ ଆମେ ଏଥିପାଇଁ କାହିଁକି ଆଜ୍ଞା ହଇରାଣ ହବୁ? ଗାଁ ଭିତରେ ଏମାନେ ଆମକୁ ହଇରାଣ କରିବେ, ସେମାନେ ଲାଭ ଉଠିବେ, ସାଧାରଣ ଲୋକ ଆମେ ଏଠି ଅସୁବିଧାରେ ପଡିବୁ, ଆମ ଧନ ଜୀବନ କ୍ଷତି ହବ। ଏତେ ଡ୍ରାଇଭର ଯଦି ଆମେ ସୁରକ୍ଷିତ ମନେ କରୁନୁ ଆଜ୍ଞା ନିଜକୁ, ଆଜି ଯଦି ମୁଁ ପଛକୁ ନ ହେଇଥାନ୍ତି, ଷ୍ଟ୍ରଙ୍ଗ ହେଇଥାନ୍ତେ, ମୁଁ ତ ଆଜ୍ଞା ଚଢେଇ ଦେଇକି ସେ ଡ୍ରାଇଭର ମୋ ଗାଡି ପଳେଇଥାନ୍ତା। ଏବେ କିଏ ଦାୟୀ ହେଇଥାନ୍ତା? ତାପରେ 5 ଲକ୍ଷ 10 ଲକ୍ଷ ଟଙ୍କା ସହାୟତା ଦେଇଥାନ୍ତେ, ମୋ ଜୀବନଟା ଫେରିଥାନ୍ତେ ଆଜ୍ଞା। ମୋ ଜୀବନଟା ଫେରିଥାନ୍ତେ କି? ଯୋଉ ଗାଡିଟା ପଳେଇଲା ଆଜ୍ଞା ତାକୁ ବି ଜାଣିପାରିଲୁ, କିନ୍ତୁ ଯୋଉ ଗାଡି ଗୁଡା ଆମ ନଜରରେ ପଡିଛି ସେଇ ଗାଡି ମାନେ ଏମିତି ପଡିଯାଇଛି ନା, ସେ ଗାଡି ସେପଟେ ବୁଲିବାଇ ଘର ଦେଇକି ପଳେଇଛି। କିନ୍ତୁ ଆଉ ଯୋଉ ଗାଡିଟା ପରେ ଆସିଛି, କେତେଟା ଗାଡିର ନମ୍ବର ରଖିଛୁ, କିନ୍ତୁ ପର୍ଟିକୁଲାର ଯୋଉ ଗାଡି ମାନେ ଇଏ ଭାଙ୍ଗିକି ଆଉ ମତେ ଇଏ କରିକି ଯାଇଛି, ତ ସେଇ ଗାଡିର ନମ୍ବର ଆମେ ରଖିପାରିନୁ। ସେଟା ଆଜି ଭୋରୁ, ଆଜି ସକାଳୁ ସେଇଟା ହେଇଛି, ସକାଳୁ। ତାପରେ ଆଉ ଗୋଟେ କଥା ଆଜ୍ଞା ଦେଖନ୍ତୁ, ଏଇଟା ସର୍ବସାଧାରଣ ଜାଗା, ଏଠି ପାର୍କିଂ ପାଇଁ ପରମିଶନ ଅଛି କି? ଅଛି କି ଆଜ୍ଞା ଏଠି? ଯଦି ଏଟା ପାର୍କିଂ ନୁହଁ, ତାହେଲେ ଏତେ ଗାଡି ଏଠି କାହା ସାହସରେ, କାହା ନାଉ ଛାତରେ ସବୁ କାମ କରାହଉଛି ଆଜ୍ଞା? ତାହାର ଆମକୁ ଦରକାର, ତାହାର ଆମକୁ ଲିଖିତ ଦରକାର। ଏଠି ଗାଡି ପାର୍କିଂ ହବନି, ଫାର୍ଷ୍ଟ କଥା। ସେକେଣ୍ଡ କଥା, ଆମେ ଲିଖିତ ନବୁ। ଏଠି ଗାଡି ପାର୍କିଂ ଆଜି ପାର୍କିଂ ହଟିବ, ପରବର୍ତ୍ତୀ ସମୟରେ କେବେ ଏଠି ଗାଡି ପାର୍କିଂ କରାହବ ନାହିଁ, ଏଟା ଆମେ ଲିଖିତ ନବୁ। ଷ୍ଟାମ୍ପ ରହିବ, ତାପରେ ଆମେ ଏଠି ରାସ୍ତାରୁ ହଟିବୁ। ନହେଲେ ଯେତେ ଦିନ ପର୍ଯ୍ୟନ୍ତ ଏଟା ନ ହେଇଛି, ସେତେ ଦିନ ପର୍ଯ୍ୟନ୍ତ ଆମେ ଏଠି ବସିଲେ, ପ୍ରଶାସନ ଆସୁ, ପୋଲିସ ଆସୁ, ଯିଏ ବି ଆସୁ, ଯାଇନୁ ଆଜ୍ଞା, ଆମେ ଥାନାକୁ ଯାଇନୁ। ଆମେ ଆମ ହିସାବରେ, ଆମେ ସାଧାରଣ ଲୋକ, ଆମେ ଆମ ହିସାବରେ ଶାନ୍ତି ଶୃଙ୍ଖଳାର ସହିତ ଆମେ ଆସୁ, ଏଠି ସମାଧାନ ଚାହୁଁଛୁ। କିନ୍ତୁ ଏତିକି 2 ଘଣ୍ଟା 3 ଘଣ୍ଟା ହେଲାଣି, ଏପର୍ଯ୍ୟନ୍ତ ଆଜ୍ଞା କାହାର ଦେଖା ନାହିଁ। ଦେଖନ୍ତୁ, ସମସ୍ତେ ନିଜର ଭ୍ରଷ୍ଟ ସାରିଛନ୍ତି, କେହି ଆସୁନାହାନ୍ତି ଆଜ୍ଞା ଏଠିକି। ଆମେ ବି ବସୁଛୁ, ଦେଖାଯାଉ ପୋଲିସ କେତେବେଳେ ଆସୁଛି, ପ୍ରଶାସନ କେତେବେଳେ ଆସୁଛି। ମୁଁ ଶ୍ରୀ ମନୋଜ କୁମାର ମହାନ୍ତ, ମୋ ଘର এই সাইরে মলহার সাইরে। এই সর্বসাধারণ জায়গায় পার্কিং ব্যবস্থা को लेकर आज आम राजरास्तार बसीचु। शह शह गाड़ी दुर्गा पूजा पड़िया आम मल्हार साईर खेल पड़िया एमाने जबरदस्ती ट्रक पार्किंग करुछंती। तत्सहित शह शह ड्राइवर माने आम साई भितर पशिक आम माँ भाई मान असदाचरण करने पछाऊ ना एवं साई भितर देकी गाड़ी पुरेकी आम रास्ता को खराब करुछंती। इलेक्ट्रिक तार आम छिंडी देछंती, आपण माने जाई करी देखि पाइबे। इलेक्ट्रिक तार पाचेरी जनकर भांगी देछंती। आमे गतकाली सकाळु गाड़ी गोटे गोटे जाउची, आमे जाको पाउछु विरोध करूछु, घरे मध्य दउछु। काली राति रे जोर जबरदस्ती खूब स्पीड रे गाड़ी लेके पळे जाईकी सेपटे पछपटे पार्किंग को आणुछंती। जने हमर भणी अछंती गीतांजलि दीदी, तांको गाड़ी खाली चढ़ाई दे थांता। आज सकाळे गोटे गाड़ी याको चढ़ाई दे थांता, तांको पाचेरी को मध्य भांगी देछि। तेणु ए पार्किंग विरोध रे आज आमे आंदोलन करछु। माँ भणीकर सुरक्षा एवं सर्वसाधारण जगह जो आम पार्किंग करुछंती, अंचल अप्रीतिकर परिस्थिति सृष्टि करुछंती। तेणु ता विरोध में आम आज आसिक ये रास्तार बर्तमान बसीचु। आम प्रथम जाइए गाड़ी मालिक ट्रक एसोसिएशन पाक जाइए, ट्रक एसोसिएशन वाला आमको धमकैले
तापर आम आसिक ये राजरास्ता आम बस जे पर्यंत ये पार्किंग न हटिची आम ये रास्तार अच्छा पार्किंग ପାଇଁ ତ मेन रोड ସେମାନେ पार्किंग जदि लोक पार्किंग करली ସେମାନେ ଏଠି ଗାଡି ରଖୁଛନ୍ତି ଆପଣଙ୍କ ସାହି ପଟେ ଗାଡି ନେବାର କାରଣ କଣ साईपटे गाड़ी कारण नंबर भितर एकता ना श्रृंखला ना भितर 10 एकर जगह पड़िया हूँ 10 एकर जगह 10 एकर जगह भी एम को जगह नियंट पड़ुची एम गाड़ी छिड़ा कर श्रृंखला गोटे पाखे ना रास्ता मुह को जाम कर दौरान जहाँफल कि पड़िया भितर गाड़ी पशि पारुनी एम साई भितर आरपटे भेंटांगर पटे जंगल भितर गाड़ी आणिक पुराउछन्ते वर्तमान भी आपण मैंने जाइए देखिपारे गोटे गाड़ी जंगल भितर पशिकी अच्छी दिल बाड़क लोक मैंने जापार रास्ता कादुआ पच पच 10 चकिया 12 चकिया आज्ञा गाड़ी जो जाऊँच रास्ता कादुआ पच पच हो जाऊँगी दिल खाली लोक जावाई आज्ञा बाट पाऊना यार समाधान प्रतिकार आप कौन चाहते ये अंचल सर्वसाधारण जगह पार्किंग हटिवा हूँ प्रमुख दाबी हाँ लिखित प्रतिश्रुति आमको नदेवा पर्यंत आम एठू हटबू ना आम 2 घंटा है बसीचु कार प्रशासन निघा ना कार निघा ना गाड़ी मालिक मान आम अनुरोध करूँ से धमका चमका देने बाध्य आम ये बसचु ये अंचल पार्किंग हटाइवा हूँ आम प्रमुख दाबी।